ମୁଁ ହେଉଛି ପ୍ରଶାନ୍ତ। ମୋ ଭାଉଜଙ୍କ ନାମ ହେଉଛି ଅର୍ଚ୍ଚନା। ଏହି ଘଟଣା ଏବେ 10 ଦିନ ହେଲା ଘଟିଛି। ଭାଉଜଙ୍କ ସହ ତ ଜାଣିଥିବେ, ଯିଏ ହେଲେ ବି ନାଳୁଆ କଥା ହେବାକୁ ଭଲ ପାଆନ୍ତି। ଭାଉଜମାନେ ହେଲେ କ'ଣ କମ୍ କି? ସୁବିଧା ମିଳିଲେ କେମିତି ଦିଅର ବାଣ୍ଡ ଉପରେ ଟିକେ ବସି ପଡ଼ିବେ ଭାବୁଥିବେ। ଅର୍ଚ୍ଚନା ଭାଉଜ ଦେଖିବାକୁ ଟିକେ ଗେଡ଼ି, ଅଳ୍ପ କି ଟିକେ ମୋଟି ଦେଖାଯାଉଛନ୍ତି। ଗାଣ୍ଡି ଜଙ୍ଘ ଦୁଧ ଦେଖିଲେ ଖାଲି ମାଉଁସ ଚେକା ଓହଳିଲା ଭଳି ଲାଗେ। ତାଙ୍କ ଦେହ ଗୋରାକୁ ସେ ପ୍ରାୟ ସମୟରେ ବ୍ଲାଉଜ ନ ପିନ୍ଧିପାରୁ ଗୋରା ଗୋରା ଦୁଧ ଟିକେ ବି ଦେଖାଗଲେ ବାଣ୍ଡ ଟେଙ୍ଗେଇ ହୋଇଯାଏ ମୋର। ଭାଉଜକୁ ଆଗରୁ ଗେହିନି କେବେ ହେଲେ, କିନ୍ତୁ ତାଙ୍କ ସହ ସବୁବେଳେ ବେଧୁଆ କଥା ହୁଏ। ଭାଉଜଙ୍କ ମୋ ପଛରେ ଚୁମା ବିଆର କ'ଣ କେତେ ହେବ? ବିଆରେ ବାଇଗଣ ପଶିଲେ ଯିବ କି ନାହିଁ? ଭାଉଜ କୁହନ୍ତି, କେତେ ଛତ୍ରା ଭଳିଆ ହେଉଛ କିଏ? ଭାଉଜ କାହାକୁ ଗୋଟେ ପଟେଇକି କଣା ମେଲେଇକି ଦେଖିଦେଉନ? ମୁଁ କହେ, କିଏ ବିଆକୁ ମେଲିକି ଫ୍ରିରେ ଦେଖେଇବ କହିଲ? ମୂଳ କଥା ହେଲା, ଆମ ଘରେ ସବୁବେଳେ ଘର ଲୋକ ରୁହନ୍ତି। ସେଥିପାଇଁ ଭାଉଜଙ୍କୁ ମୁଁ କେତେ ଚେଷ୍ଟା କରିଛି ଟିକେ କୁଣ୍ଢେଇକି ଧରିକି ଠିଆ ପଛଆଡ଼ୁ ବାଣ୍ଡ ପଶେଇକି ମାଡ଼ି ବସିବାକୁ, କିନ୍ତୁ କେବେ ହେଲେ ସୁବିଧା ମିଳେନି। ଭାଉଜ ସବୁବେଳେ ଛାତରେ ଚଡ଼ି ଧୋଇକି ଶୁଖାନ୍ତି, ଆଉ ମୁଁ ତାକୁ ଶୁଙ୍ଘିକି ହାତରେ ବିଆ ରହୁଥିବା ଜାଗାକୁ ମନ୍ଥି ଦିଏ, ଆଉ ତାପରେ ମୋ ବାଣ୍ଡ ଟେଙ୍ଗେଇ ହୋଇଯାଏ, ହେଲେ ଗେହି ପାରେନି। ଏବେ ଦିନେ ସକାଳୁ ମୁଁ ଛାତରେ ଖରା ପାଉଥିଲି। ଭାଉଜ ଶୁଖିବାକୁ ଆସିଲେ ତାଙ୍କ ଲୁଗାପଟା ନେଇକି। ଭାଉଜ କହିଲେ, ଠିଆ ହୋଇକି କାହାକୁ ଦେଖୁଛ? ମୁଁ କହିଲି, ଖରା ହେଉଛି ତ ବସିଛି ଆଉ। ମୁଁ ଗୋଟେ ଚେୟାର ପକାଇକି ବସିକି ମୋବାଇଲରେ ୟୁଟ୍ୟୁବ୍ ସର୍ଟ ଭିଡ଼ିଓ ଦେଖୁଥିଲି। ଭାଉଜ କପଡ଼ା ବାଲ୍ଟିଟାକୁ ଥୋଇ ଦେଇକି ଆମ ପଡ଼ୋଶୀ ଘର ଛାତକୁ ଛୋଟ କାନ୍ଥକୁ ଡେଇଁକି ଯାଉଥିଲେ। ସେ ଗୋଟେ ନାଇଟ୍ ପିନ୍ଧିଥିଲେ, ଆଉ ଡେଇଁଲା ବେଳକୁ ନାଇଟ୍କୁ ଅଣ୍ଟା ଯାଏଁ ଟେକିଥିଲେ, ଆଉ ତାଙ୍କ ଗୋରା ଗୋରା ଜଙ୍ଘ ସହିତ ତାଙ୍କ ବିଆ ମୋତେ ପୁରା 2 ସେକେଣ୍ଡ ପାଇଁ ଦେଖାଗଲା। ଭାଉଜ, କ'ଣ ଦେଖିଲ କିଏ? ମୁଁ କିଛି ବି ଦେଖାଗଲାନି। ଭାଉଜ, ସତ କୁହ, କ'ଣ ଦେଖିଲ? ମୁଁ କିଛି ଦେଖିନି। ଭାଉଜ, ଭଲ ଲାଗିଲା କି ନାହିଁ କୁହ? ତୁମେ ଏମିତି କହୁଛ, ମୁଁ ଯେମିତି ସେଥିରେ ପଶଉଛି ଆଉ। ଭାଉଜ, ତାହେଲେ ଦେଖିଛ ତୁମେ ନା? ମୁଁ କହିଲି, ଏତିକି ଟିକେରେ କ'ଣ ଦିଶୁଛି? କିଏ ଖାଇଦେଲା ଭଳି ତ ଲୁଚେଇକି ରଖିଛ। ଭାଉଜ, ଦେଖିବ, ଆଉ ଥରେ ଦେଖିବ? ମୁଁ ମୁଣ୍ଡରେ ହଁ କହିଲି। ଭାଉଜ ଚାରିଆଡ଼େ ଟିକେ ଦେଖିଲେ, ତାପରେ ନାଇଟ୍ଟାକୁ ଅଣ୍ଟା ଯାଏଁ ଟେକିଦେଲେ। ଭାଉଜଙ୍କ ଗୋରା ଜଙ୍ଘକୁ ପାନପତ୍ର ଭଳିଆ ଗୋରା ବିଆ, ମୁଁ ଦେଖିକି ମୋ ବାଣ୍ଡ ସାଙ୍ଗେ ସାଙ୍ଗେ ପୁରା ଟିଙ୍ଗେଇ ହୋଇଗଲା। ଭାଉଜ ପଚାରିଲେ, ସୁନ୍ଦର ହୋଇଛି କି ନାହିଁ? ଫିଡ଼ବ୍ୟାକ୍ ଦେଲନି ଯେ? ମୁଁ ହାତରେ କହିଲି, ଚୋଖା ହେଇଛି। ମୁଁ ପୁଣି କହିଲି, ଦିନକ ପାଇଁ ତ ହାତ ମାରିବାକୁ ଟିକେ ଦେଉନ। ଯେତେବେଳେ କହିଲେ ବି କହୁଛ ଘରେ ଅଛନ୍ତି କହୁଛ, ଆଉ ଖାଲି ଦେଖିକି କ'ଣ ଫାଇଦା? ଭାଉଜ କହିଲେ, ତୁମ ଭାଇଙ୍କ ତ ତୁମେ ଆଖି ପାଇଁ ପକାଉଛ। ମୁଁ କହିଲି, କ'ଣ ଭାଇର ଖାଲି ସେଇଠି ପଶିବ ବୋଲି କାରଣ ନାଁ ଲେଖା ହେଉଛି ନା କ'ଣ? ଆଉ ଗୋଟେ ଛାତରେ ଜଣେ ଲୋକ ଠିଆ ହୋଇଥିଲା, ସେ ଆମକୁ ଦେଖୁଥିଲା, ଆଉ ଯେମିତି ସେ ପଳେଇଛି। ଭାଉଜ କହିଲେ, ଧରିବା ପରେ ଆସ। ମୁଁ କହିଲି, ହଁ, ଡାକି ଦେଉଛ, ସିଆଡ଼େ ପାଖକୁ ଗଲେ କହିବ ଥାଉ ଏବେ ନାହିଁ, କିଏ ଆସିବ ହରି। ଭାଉଜ କହିଲେ, ଜଲ୍ଦି ଆସିବ ଯଦି ଆସ ଏଇ ସାଇଡ଼୍କୁ, କିଏ ଦେଖିଦେଲେ ସବୁ ସରିଯିବ, ସେଥିପାଇଁ ମୁଁ ଡରୁଛି, ନହେଲେ ମୋ ହ୍ୟାଣ୍ଡସମ୍ ଦିଅରକୁ ଦେଖେଇଲେ କ'ଣ ସରିଯାଉଛି ନା କ'ଣ? ମୁଁ କହିଲି, କୁହନି ଥାଉ। ତାପରେ ମୁଁ କହିଲି, ଯିବି ତ? ଭାଉଜ କହିଲେ, ଆସୁନ। ସେତେବେଳେ କହୁଛି ପରା ଆସ ବୋଲି। ଭାଉଜ ସିଟ୍ର ଗ୍ରିଲ୍ ପାଖରେ ଠିଆ ହୋଇ ମୋତେ କହିଲେ, ଗୋଟେ କଣକୁ ଡାକିଲେ। ମୁଁ ସେଇଠୁ ଭାଉଜଙ୍କ ପାଖକୁ ଗଲି, ତାଙ୍କୁ ପଛଆଡ଼ୁ କୁଣ୍ଢେଇକି ଧରିଲି। ମୁଁ ପିନ୍ଧିଥିବା ନାଇଟ୍ ପ୍ୟାଣ୍ଟକୁ ତଳକୁ ଖସେଇକି ଦେଇକି ଭାଉଜଙ୍କ ନାଇଟ୍ ଅଣ୍ଟା ଯାଏଁ ଟେକିଦେଲି। ଭାଉଜଙ୍କୁ କାନ୍ଥରେ ସେଠିକି ଧରିଲି, ଆଉ 2 ହାତରେ ଭାଉଜଙ୍କ ବିଆକୁ ମେଲେଇଲି। ଭାଉଜଙ୍କ ବିଆ ଭିତରଟା କି କହଳିଆ ଲାଗିଲା, ହେ ଭଗବାନ! ମୁଁ କେବେ ହାତ ମାରିନଥିଲି। ମୁଁ ଭାଉଜଙ୍କ ବିଆର 2 ଫାନ୍ଦକୁ ମେଲେଇ ଦେଇକି ବିଆର ଗୋଜିଆ ଭାଗକୁ ଆଙ୍ଗୁଠିରେ ରଗଡ଼ିଲି। ବିଆରୁ ହେଲେ ନାଳ ବୋହିକି ବିଆ ଓଦା ହୋଇକି ନାଲିଆ ଲାଗୁଥିଲା। ମୁଁ ଭାଉଜଙ୍କ ପଛପଟୁ ତାଙ୍କ ଗାଣ୍ଡି ସାଇଡ଼ରୁ ମୋ ବାଣ୍ଡର ବିଆର କଣାରେ ପଶେଇବାକୁ ଲାଗିଲି। ଭାଉଜ ଜାଣିକି ଗୋଡ଼କୁ ଟିକେ ମେଲେଇକି ରଖିଲେ। ମୁଁ ବିଆକୁ 2 ହାତରେ ମେଲେଇକି ରଖିକି ବିଆର କଣାରେ ବାଣ୍ଡ ସେଟ୍ କରିକି ମାତ୍ର 10-15 ଥର ହେଇଛି ମୋର ବାହାରି ପଡ଼ିଲା। ମୋର ଯେମିତି ବାହାରିଛି, ଭାଉଜ କେମିତି ଜାଣିଦେଲେ, ସେ ସାଙ୍ଗେ ସାଙ୍ଗେ ନାଇଟ୍କୁ ତଳକୁ ପକାଇ ଦେଇକି ସାଇଡ଼୍ ହୋଇଗଲେ।
ସେ ସାଇଡ଼୍ ହେବା ଭିତରେ ତାଙ୍କ ଜଙ୍ଘରେ ପିଚକାରୀ ମାରିକି ଛିଟକି ହେଇକି ମୋର ଅଠା ବଠା ପଡ଼ିଗଲା। ଭାଉଜ ଦାନ୍ତ କାମୁଡ଼ିକି ମଜାରେ କହିଲେ, ଦୁଷ୍ଟ ବାଳକ, ବାହାରିଲା ବୋଲି କହିବାକୁ ନାହିଁ, ଏ ଭିତରେ ରହିଥାନ୍ତ ଯଦି କ'ଣ କରିଥାନ୍ତ? ମୁଁ କହିଲି, ତୁମେ କ'ଣ ପିଲା କରିବନି କି? ଭାଉଜ କହିଲେ, ହଁ ପିଲା ଯେତେବେଳେ ହେବ କଥା ହେବ ନା, ଏବେ ତୁମର ଏବେ ଦରକାର ନାହିଁ। କାହିଁକି ହେଉଛ? ସେ ଭିତରୁ ବାହାର କଲନି? ସଙ୍ଗେ ସଙ୍ଗେ ତଳୁ କିଏ ଡାକିଲା ଭାଉଜଙ୍କୁ ଯେ ଭାଉଜ ନାଇଟ୍ରେ ପୋଛି ହେଇକି ତଳକୁ ପଳେଇଲେ। ମୁଁ ହେଲେ ଟିକେ ସମୟ ପରେ ଗଲାବେଳକୁ ଭାଉଜ ଆଉ ଗୋଟେ ନାଇଟ୍ ପିନ୍ଧିକି ମୋତେ ଓଠକୁ ଚାପିକି ଖାଲି ଦିନଟା ସାରା କଣେଇ କଣେଇ ଦେଖୁଥାନ୍ତି। ଏବେ ମୋର ଇଚ୍ଛା ଭାଉଜଙ୍କୁ ଟିକେ ଖଟରେ ଶୁଆଇକି ଘଣ୍ଟାଏ କି 2 ଘଣ୍ଟା ଗେହି ତାଙ୍କ ବିହରୁ ପାଣି ବାହାର କରିବାକୁ। ଭାଉଜଙ୍କ ବିହା ଏତେ ସୁନ୍ଦର ଆଉ ମାଉଁସିଆ ଯେ ହାତ ମାରିଲା ବେଳକୁ ଯେମିତି ଲାଗୁଥିଲା ନା, ତୁମେ ବିହାର କଣରେ ହାତ ପୁରେଇଲେ ହିଁ ଜାଣିପାରିବ। ଆଉ ଥରେ ଗେହିଲା ପରେ ସେ ବିଷୟରେ ହେଲେ ଜଣେଇବି। କେମିତି ଗେହିଲେ ଜଲ୍ଦି ବାହାରିବନି। କିଏ ଜାଣିଛ ଯଦି କମେଣ୍ଟରେ ଲେଖିକି ଜଣାଅ।